ଆରେ ମଶରା, ମହାଜନ ଘର ବାଡ଼ିରେ କି ଆମ୍ବ ହେଇଛି ଦେଖିକି ମୋର ଭାରି ଇଚ୍ଛା ହେଉଛି ଖାଇବାକୁ। ହଁ ଲେଖାଥିଲା, ମୋର ବି ବହୁତ ଇଚ୍ଛା ହେଉଛି ଆମ୍ବ ଖାଇବାକୁ, ହେଲେ ମହାଜନ ଘର ବାଲିରେ ପଥିବାକୁ ମୋର ଥାତ ହେଉନି। ଚାଲୁନି ସାଙ୍ଗ ହେଇକି ଯିବା, ଆମ୍ବ ଆଣିକି ଖାଇବା। ହଁ ମଶରା, ଚାଲ ଯିବା। ଏଇଟା ତ ଖରା ବେଳ, ଆଉ ମହାଜନ ଘର ବାଡ଼ିରେ କେହି ନଥିବେ। ଚୋରି କରିକି ଆମ୍ବ ଖାଇବା, ତାପରେ ଲୁଚି ଲୁଚି ପଳେଇ ଆସିବା। ବଢ଼ିଆ ମଜା ହବ ଆଉ। ଆରେ ଖତଲା, କେତେ ଭଲ ଭଲ ଆମ୍ବ, ମୁଁ ତ ଆଉ ସମ୍ଭାଳି ପାରିବିନି। ଜଲ୍ଦି ପାଲେ, ମୋ ପାଟିରେ ନାଳ ଗଲିଲାନି ରେ। କେହି ନାହାନ୍ତି, ଜଲ୍ଦି ଜଲ୍ଦି ଖାଇଦେଇକି ପଳେଇବା। ଆରେ ଆରେ, ମୁଁ କେତେବେଳୁ ଜଗିକି ବସିଲା ପରେ ବି 2 ଜଣ ପିଲା ମୋ ବାଡ଼ିରେ। କିଏରେ ସେ ଆମ୍ବ ଗଛ ମୂଳେ ଛିଡ଼ା ହେଇଛ? କିଏରେ ପିଲେ ମାନେ? ଖତଲା, ଆମେ ଏତେ ନୁତିକି ଆସିଲା ପଲେ ବି ବୁଲା ଜାନି ପାଇଲା। ଦେଖି ଦେଖି ପାଟି କଲୁତି, ଆଉ ଆମ୍ବ ଖାଇ ହବନି ଲେ ବାବା। ତାଲ ତାଲ ପଲେଇବା। ଆରେ ଆରେ, ସେଇ 2 ଜଣ ବାଳୁଙ୍ଗା ଖସରା ମସରା ଆଉ ମୋ ଗଛ ମୂଳକୁ ଆସିଥିଲା ଆମ୍ବ ଖାଇବାକୁ ନା। ଆଜି ତମ 2 ଜଣକୁ ଜମାରୁ ଛାଡ଼ିବି ନାହିଁ। ଚାଲ ଚାଲ, କେତେ ବାଟ ଯିବ ଚାଲ, ତମ ଘର ପର୍ଯ୍ୟନ୍ତ ମୁଁ ଯିବି। ଆରେ ମଶରା, ସେ ମହାଜନ ବୁଢ଼ା ଆମ ପଛରେ ବାଡ଼ି ଧରିକି ଆସୁଛି। ଆଉ ଘରକୁ ଯାଇ ହବନି ରେ। ଚାଲ ଚାଲ, ଏଇଠି ଲୁଚିଯିବା। ଖତଲା, ସେ ମହାଦାନ ବୁଲା କଣ ତମ ଗଲା ଆଲ ଦାଉତି ଦା ଥଲା। ଆଦେ ତୁ ମାଲ ଖାଇ ବୁଲେ ପୁଅ, ଦା ଦା ଘଲକୁ ଦା। ଆରେ ଖସରାର ମା, ଘରେ ଅଛ ନା ବାହାରକୁ ଆସିଲ? କିଏ ଡାକୁଛ? ହଁ ହଁ, ଆସୁଛି, ଟିକେ ରୁହ। ଆରେ ମହାଜନ ମହାଶୟ, ଆପଣ? ଆମ ଘର ଆଡ଼େ ଆପଣଙ୍କ ପାଦ ଆଜି କେମିତି ପଡ଼ିଲା? ଆଗରୁ ତ କେବେ ଆସନ୍ତିନି। ମହାଜନ ଫହାଜନ ଛାଡ଼, ତମର ସେ ଖସରା ଟୋକା କୁଆଡ଼େ ଗଲା କହିଲ? କ'ଣ ହେଇଛି କି ମହାଜନ, ଆପଣ ଏତେ ରାଗିଛନ୍ତି? ମୋ ପୁଅ ଖସରା କିଛି କରିଛି କି? ତମ ପୁଅ କିଛି କରିଛି କି? ତମ ପୁଅ ପରା ମୋ ବାଡ଼ିରେ ପଶି ଆମ୍ବ ଚୋରି କରି ଖାଉଛି। ଖସରା ଆଉ ମସରା, ସେ 2 ଜଣ ବାଳୁଙ୍ଗା। ମହାଜନ, ଖସରା ତ ଆଜି କାହିଁ ଘରକୁ ଆସିନି। ହଉ ହଉ, ସେ ଘରକୁ ଆସୁ, ମୁଁ ତା କଥା ବୁଝିବି। ଆପଣ ଯାଆନ୍ତୁ, ରାଗନ୍ତୁନି। ହଉ ହଉ, ଠିକ୍ ଅଛି। ଲାଷ୍ଟ ଥର ପାଇଁ ତମ କଥା ଶୁଣି ଛାଡ଼ି ଦେଉଛି, କିନ୍ତୁ ୟା ପରେ ଗଲେ ନା ଆଉ ଜମାରୁ ଛାଡ଼ିବିନି।